ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ରଞ୍ଜନ। କେନ୍ଦ୍ରାପଡ଼ାରେ ମୋ ଘର। ମୁଁ ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ। ଏବେ ମୁଁ ଏକ ନୂଆ ଘରକୁ ସିଫ୍ଟ କରିଛି। ଏଇ 2 ମାସ ହେଲା। ସେଇ ଘର ମାଲିକାଣୀ ମୋତେ ପୁରା ଖୁସି କରିଦେବ ବୋଲି ମୋର ବିଶ୍ୱାସ ନଥିଲା। ମୁଁ ଆଗରୁ ଏକ ଘରେ 5 ବର୍ଷ ହେବ ମୋ ପରିବାର ସହ ରହୁଥିଲି। ମୋ ପରିବାର କହିଲେ ମୋ ମେଣ୍ଟାଲିଆ ସ୍ତ୍ରୀ, +3 ସାଇନ୍ସ ପଢ଼ୁଥିବା ମୋ ଝିଅ ଓ 7th କ୍ଲାସରେ ପଢ଼ୁଥିବା ମୋ ପୁଅ। ମୋତେ ଏବେ 50 ବର୍ଷ। ମୋ ସ୍ତ୍ରୀର ଟିକେ ମୁଣ୍ଡ ଦୋଷ ଅଛି। ସେଥିପାଇଁ ସେ ରାତିରେ ନିଦ ବଟିକା ଖାଇ ଶୁଏ। ତେଣୁ ଜୀବନ ମୋର ସେଇ କାମରେ ସବୁବେଳେ ଅଧୁରା। ଯେତେବେଳେ ବି ମୋର କିଛି ଇଚ୍ଛା ହୁଏ, ସେ ନିଦରେ ଶୋଇଥିଲା ବେଳେ ମୁଁ ମୋର ସେଇ କାମ କରେ। ଆପଣମାନେ ଜାଣୁଥିବେ ମୋତେ କ'ଣ ଲାଗୁଥିବ। ମୋତେ ଜମା ବି ଶାନ୍ତି ଲାଗେନା। ଆମେ ଏବେ ଏକ ନୂଆ ଭଡ଼ା ଘରକୁ ଆସିଛୁ। ବ୍ରାହ୍ମଣର ମାଲିକାଣୀ ଅତି ସୁନ୍ଦର। ବୟସ ପାଖାପାଖି 35 ହେବ। ନାଁ ତାଙ୍କର ନିରୁପମା। ସେ ଅଙ୍ଗନବାଡ଼ିର ଦିଦି। ଗୋଟେ ପୁଅ 8ମରେ ପଢ଼ୁଛି। ତାଙ୍କ ସ୍ୱାମୀ ଏକ ବିଜନେସମ୍ୟାନ୍। ସକାଳୁ ଦୋକାନକୁ ଯାଇ ରାତି 11ଟାରେ ଫେରନ୍ତି। ଏଇ କିଛି ଦିନ ରହିବା ଭିତରେ ତାଙ୍କ ପରିବାର ଓ ଆମ ପରିବାର ଭିତରେ ଏକ ଭଲ ସମ୍ପର୍କ ଗଢ଼ି ଉଠିଛି। ତାଙ୍କ ସ୍ୱାମୀ ଏକୁଟିଆ ଥିବାବେଳେ ମୋ ସ୍ତ୍ରୀ ଭଲ ମନ୍ଦ ରାନ୍ଧି ଖାଇବାକୁ ଦିଏ। କିନ୍ତୁ ମୋ ଭାଗ୍ୟକୁ ଏସବୁ ଜୁଟି ନଥିଲା। ମୁଁ କେବେ ବି ତାଙ୍କୁ ଖରାପ ନଜରରେ ଦେଖିନଥିଲି। ମୁଁ ଜାଣିନଥିଲି ସେ ବଞ୍ଚିତ ବୋଲି। ଏଇ ଗତ ମାସର କଥା। ମୋ ପରିବାର କିଛି ଗୋଟେ କାମ ପାଇଁ ଗାଁକୁ ଯାଇଥିଲେ। ମୋର କାମ ପାଇଁ ମୁଁ ଗାଁକୁ ଯାଇନଥାଏ। ଘର ମାଲିକଙ୍କ ପୁଅ ତାଙ୍କ ମାମୁଁ ଘରକୁ ଯାଇଥାଏ। ଘର ମାଲିକାଣୀ ମୋତେ ସାର୍ ଆଜି ରାତିରେ କ'ଣ ଖାଇବେ ବୋଲି ପଚାରିବା ପାଇଁ ଆମ ରୁମକୁ ଆସିଲେ। ପ୍ରଥମ ଥର ପାଇଁ ମୁଁ ଆଖି ପୁରାଇ ଦେଖିଲି। ସବୁକିଛି ବହୁତ ସୁନ୍ଦର। ଘରେ କେହି ନଥିବାରୁ ମୁଁ ଟିକେ ମାରି ଦେଇଥିଲି। ମୋତେ ଟିକେ ହାଲକା ହାଲକା ନିଶା ହୋଇଥିଲା। ସେ ମୋତେ କହିଲେ, ସାର୍ କ'ଣ ଖାଇବେ କୁହନ୍ତୁ, ମୁଁ ରୋଷେଇ କରିଦେବି। ମୁଁ କହିଲି, ନାଇଁ ତୁମେ କାହିଁ କଷ୍ଟ କରିବ, ମୁଁ କ'ଣ କରି ଟିକେ ଖାଇଦେବି। ସେ କହିଲେ, ନାଇଁ ସେମିତି କେମିତି ହେବ। ମୁଁ ନଥିଲା ବେଳେ ଆପଣଙ୍କ ଘରଣୀ ମୋ ସ୍ୱାମୀଙ୍କୁ ଖାଇବାକୁ ଦେଉଛନ୍ତି। ମୁଁ କ'ଣ ଏତିକି କରିପାରିବିନି? ଆଜି ସେ ଏକ ଟୁର୍ରେ ଯାଇଛନ୍ତି। 2 ଦିନ ପରେ ଫେରିବେ। ପୁଅ ତ ନାହିଁ। ଆପଣ ଓ ମୁଁ 2 ଜଣ ଖାଇବା। ମୁଁ ରୋଷେଇ କରୁଛି। ଏତିକି କହି ସେ ତାଙ୍କ ଘରକୁ ଚାଲିଗଲେ ଆଉ ରୋଷେଇ କଲେ। ରାତିରେ ପୁଣି ଆସିଲେ ଡାକିବା ପାଇଁ। କହିଲେ ରୋଷେଇ ସରିଗଲା, କେତେବେଳେ ଖାଇବେ କୁହନ୍ତୁ। ମୁଁ କହିଲି, ଆଉ ଟିକେ ଯାଉ ଖାଇବି। ସେ କହିଲେ, ମୁଁ ଏକୁଟିଆ ବୋର୍ ହେଇଯାଉଛି।
ଏଇଠି ଟିକେ ବସିପାରିବେ? ମୁଁ କହିଲି କିଛି ଅସୁବିଧା ନାହିଁ, ବସନ୍ତୁ। ସେ କହିଲେ ଆପଣ ବହୁତ ଭଲ, ସରକାରୀ ଚାକିରି କରିଛନ୍ତି, କିଛି ଅସୁବିଧା ନାହିଁ। ମୁଁ କହିଲି ସେ କଥା ଠିକ୍ ଯେ, ହେଲେ ସେ କହିଲେ ପୁଣି କ'ଣ? ମୁଁ କହିଲି ନାହିଁ, କିଛି ନାହିଁ। ଏମିତି ଗପିଲା ଭିତରେ ସେ ତାଙ୍କର ସବୁ କଥା ମୋତେ କହିଲେ। ଆଉ ମୁଁ ତାଙ୍କ ହାବଭାବରୁ କିଛି ଜାଣିପାରୁ ନଥାଏ। ସେ ଜାଣିଦେଲେ କି ମୁଁ ନିଶାରେ ଅଛି। ସେ କହିଲେ କ'ଣ ଭାଉଜ ନାହାନ୍ତି ବୋଲି ଏସବୁ ଚାଲିଛି? ଭାଉଜ ଆସନ୍ତୁ, ମୁଁ କହିଦେବି। ମୁଁ କହିଲି ଏକୁଟିଆ ଥିଲି ତ ଭଲ ଲାଗିଲାନି, ଟିକେ ହେଇଯାଇଛି। ସେ କହିଲେ ମୋତେ ଟିକେ ଦିଅ। ମୁଁ ଆଶ୍ଚର୍ଯ୍ୟ ହେଲି କଥା ଶୁଣି। ତେଣୁ ମୁଁ ସେ ଦୋକାନକୁ ଯାଇ 2ଟା ନେଇକି ଆସିଲି। 2 ଜଣ ଯାକ ସାଙ୍ଗ ହୋଇ ପିଇଲୁ। ତାପରେ ସେ ପୁରା ଖୋଲାଖୋଲି ଭାବେ କଥା ହେଲେ। ଆଉ କହିଲେ ମୋ ସ୍ୱାମୀ ତ ଦୋକାନରେ ରୁହନ୍ତି, ମୋ କଷ୍ଟ ଆଉ କ'ଣ ଆପଣଙ୍କୁ କହିବି। ଆଉ ଏଇସବୁ ଭିତରେ ଆମ 2 ଜଣଙ୍କର ସେଇ କାମ ଟିକେ ଆରମ୍ଭ ହେଇଗଲା। ମୁଁ କିଛି ସମୟ ପରେ ଦେଖିଲି ସେ ମୋତେ ଦଉଛନ୍ତି। ତ ମୁଁ ବି ଆଉ ଡେରି ନ କରି 2 ଜଣ ଯାକ ସେଇ କାମ କଲୁ। ସେଇ କାମ 15-20 ମିନିଟ୍ ଚାଲିଲା। ଚାଲିଲା ପରେ ଉଠି 2 ଜଣ ଯାକ ଖାଇଲୁ। ଖାଇସାରି ଶୋଇଲୁ। ପୁଣି ରାତିରେ ଉଠି ସେ କାମ କଲୁ। ଆଉ ଯେଉଁ ଦିନ ଯାଏ ଆମ ଘର ଲୋକ ଆସିନଥିଲେ, ସେତେ ଦିନ ଯାଏ ଆମ 2 ଜଣଙ୍କର ସେ କାମ ଚାଲିଲା। ଆଉ ମୁଁ ବି ଖୁସି ଥିଲି, ସିଏ ବି ବହୁତ ଖୁସି ଥିଲେ। ତାପରେ ସବୁ ଜିନିଷ ଠିକ୍ ଠାକ୍ ଚାଲିଲା। ମୋତେ ବି ବହୁତ ଖୁସି ଲାଗିଲା। ତାପରେ ମୋ ପରିବାର ପଳାଇ ଆସିଲେ। ଆଉ ପରିବାର ଆସିଲା ପରେ ମଧ୍ୟ ଯେତେବେଳେ ବି ସୁବିଧା ସୁଯୋଗ ମିଳେ, ଆମେ ଟିକେ ସେ କାମ କରୁ। ଆଉ ମୋତେ ବି ଏବେ କିଛି ଅସୁବିଧା ହେଉନି, ତାଙ୍କର ବି ଆଉ କିଛି ଅସୁବିଧା ହେଉନି।